ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଦଲଗା ପଞ୍ଚାୟତର ବାସୁପାଲି ଗାଁରେ ରହୁଛନ୍ତି ଆକାଶ ସା। ବୟସ 24 ବର୍ଷ। 5 ବର୍ଷ ତଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ବାପା ସହଦେବ ସା ଟଙ୍କା ଅଭାବରୁ ଅନ୍ୟ ଗାଁକୁ ଯାଇ ପେଟ ପୋଷିବା ପାଇଁ କାମ କରୁଥିବା ଜଣାପଡ଼ିଛି। ରହିବା ପାଇଁ ସେମାନଙ୍କର ଘର ମଧ୍ୟ ଠିକ୍ ଭାବରେ ନାହିଁ। ଛାତରୁ ପାଣି ଗଳୁଥିବା ସହ ଝରକା କବାଟ ଲାଗିନଥିବା ଦେଖିବାକୁ ମିଳିଛି। ରହିବା ପାଇଁ ଏବେ ସାହାରା ପାଲଟିଛି ଗାଁରେ ଥିବା କ୍ଲବ ଘର। କିଛି ବର୍ଷ ଆଗରୁ ଦୁର୍ଘଟଣାରେ ନିଜ ବାମ ଗୋଡ଼ ଆଘାତ ହୋଇଥିବାରୁ ସେ ଠିକ୍ ଭାବରେ ଚାଲିପାରୁନଥିବା କହିଛନ୍ତି ଆକାଶ। କିଛି କାରଣରୁ ଏବେ ତାଙ୍କର ବାମ ହାତ ମଧ୍ୟ ଫୁଲି ଯାଇଥିବା ବେଳେ ଚିକିତ୍ସା ପାଇଁ ଟଙ୍କା ନଥିବା କହିଛନ୍ତି ଆକାଶ। ଏହି ଖବର ଜାଣିବା ପରେ ଆଜି ସେ ଅଞ୍ଚଳରେ ଗଢ଼ି ଉଠିଥିବା ନୂଆ ଆଶା ସଂଗଠନ ପକ୍ଷରୁ ସହ ସଂସ୍ଥାପକ ନେତ୍ରାନନ୍ଦ ସାହୁ, ସହ ସମ୍ପାଦକ କେଶବ ଗହିର, ପିଣ୍ଟୁ ବାରିକ, ଅନିଲ ପାଢ଼ୀ ପ୍ରମୁଖ ସେଠାରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ଆକାଶଙ୍କ ପ୍ରତି ଦୃଷ୍ଟି ଦେବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ନୂଆ ଆଶା ସଂଗଠନ ପକ୍ଷରୁ ଆଗକୁ ଆକାଶର ଯଥାଶକ୍ତି ସହାୟତା ପାଇଁ ଚେଷ୍ଟା କରାଯିବ ବୋଲି ନୂଆ ଆଶା ସଂଗଠନର ସଭାନେତ୍ରୀ ରୀନା କଣ୍ଟା ଏହି ଅବସରରେ ପ୍ରକାଶ କରିଛନ୍ତି।